ହ୍ୟାଲୋ ସାଙ୍ଗମାନେ, ଗୁଡ଼ ମର୍ଣ୍ଣିଂ। ଜୟ ମା ମଙ୍ଗଳା ମା। ମାଆର କୃପାରେ ଆପଣମାନେ ସମସ୍ତେ ଭଲରେ ରୁହନ୍ତୁ, ଖୁସିରେ ରୁହନ୍ତୁ। ଜୟ ମା ମଙ୍ଗଳା ମା। ଇଏ ହେଉଛି ମର୍ଣ୍ଣିଂର ଦୃଶ୍ୟ। ଆପଣମାନେ ଦେଖନ୍ତୁ, ଆଜି ହିଁ ପାଗଟା ପୁରା ମେଘୁଆ ମେଘୁଆ ପାଗ। ଆଉ ମୁଁ ଟିକେ ଆସିକି ପଦାରେ ଟିକେ ବ୍ଲଗ୍ ବନେଇଦେଲି। ତାପରେ ମୋର ଛୋଟ ମୋଟ କାମ କଲି। ଆଉ ଟିକେ ଅନଉଥାଏ ଅଳିଆ ମାଉସୀ ଆସୁଛନ୍ତି କି ନାହିଁ। ମାଉସୀ ଆସିଲେ ଅଳିଆ ପକେଇବି, ସେଥିପାଇଁ କି ମୁଁ ଅପେକ୍ଷା କରିଥାଏ ମାଉସୀ ଆସିବା ପର୍ଯ୍ୟନ୍ତ। ମାଉସୀ ଦେଖିଲି ବହୁତ ଦୂରରେ ଅଛନ୍ତି, ସେଥିପାଇଁ ପଳେଇ ଆସିଲି। ଆସିସାରିକି ମୁଁ ମୋ କର୍ମ କରିଥିଲି। ରାତିରେ ଯେଉଁ ଭେଦେଇକି ରଖିଥିଲି ଲବଙ୍ଗ ପାଣି, ତାକୁ ଆଣିକି ଟିକେ ପିଇଲି। ମୋର ଟିକେ ସତ କହି ସାଙ୍ଗମାନେ, ଲବଙ୍ଗ ପାଣି ପିଇଲେ ମୋତେ ବହୁତ ଭଲ ଲାଗେ, ଆଉ ଦେହ ପାଇଁକି ବହୁତ ଉପକାରିତା। ଆପଣମାନେ ବି ଲବଙ୍ଗ ପାଣି ପିଅନ୍ତୁ ନା, ଦେଖିବେ ବହୁତ କିଛି ତ ଆପଣ ଜାଣିପାରିବେ ପରିଣାମ କ'ଣ ଦେହର। ମୋତେ ତ ବହୁତ ଭଲ ଲାଗେ, ଦେହ ହାଲକା ଲାଗେ, ଆଉ ଗ୍ୟାସ୍ ବି ମୋର ଏତେ ରହେ ନାହିଁ। ସେଥିପାଇଁ ମୁଁ ଲବଙ୍ଗ ପାଣି ପିଏ। ତାର ଦେଖିଲା ବେଳକୁ ଆଜି ବାର ଅଛି ସଣ୍ଡେ, ପତିଦେବଙ୍କର ଉଠିବାରେ ନାହିଁ। ଆଜି ପୁଣି ପାଗଟା ପୁଣି ବୋବାଲ ହେଇଛି, ଯେଉଁଥିପାଇଁ କି ପତିଦେବ ପୁରା ଶୋଇଛନ୍ତି, ଆଉ ଏପର୍ଯ୍ୟନ୍ତ ବି ଉଠି ନାହାନ୍ତି। ଆଉ ମୁଁ ମୋ କର୍ମ କରି ଚାଲିଛି। ଆଉ ଫାଷ୍ଟ ଉଠିଲି, ଘର ଦ୍ୱାର ଓଳାଓଳି କଲି, ଆଉ ଠାକୁର ପୂଜା, ଛାତ ଉପରେ ଲୁଗା ଶୁଖେଇଲି। ଏମିତି ମୋର ଛୋଟ ମୋଟ କର୍ମ ହିଁ ଭଗବାନ। ପାଣିକି ପିଇ ଦେଇକି ଗ୍ଲାସ୍ ଧୋଇକି ଥୋଇଦେଲି। ଆଉ କ'ଣ କରିବି, ଟିକେ ଯାଇକି ବସିକି ମୋବାଇଲ କେଞ୍ଚିଲି। ମୋବାଇଲ କେଞ୍ଚି ସାରିକି ତାପରେ ଆଉ କ'ଣ କରିବା, କ'ଣ ବା କରିପାରିବା। ଚା କରିବା କେଞ୍ଚିକି, ତାପରେ କ'ଣଟେ ମନେ ପଡ଼ିଗଲା, ତାକୁ ଥୋଉଥିଲି, ଆଣିକି ପାଟିରେ ପୁରେଇ ଦେଲି। ମୋତେ ସତତ ଏତେ ଏମିତି ମୋର ପସନ୍ଦ, ଲବଙ୍ଗ, ପାନମଧୁରୀ, ସବୁ ଦେଶୀ ଚିକିତ୍ସା ବହୁତ ବଢ଼ିଆ ଲାଗେ, ଯେଉଁଠିକି ମୋତେ ବହୁତ ଭଲ ଲାଗେ। ତାପରେ ଅପେକ୍ଷା କରନ୍ତୁ, ଆସିଗଲି ଚା'କୁ। ଚା' ହିଁ ମୋର ମୂଳ ଜିନିଷ। ପୁଣି ଆଜି ଯେଉଁ ପାଗ ଦେଇଛି, ଚା' ନ ପିଇଲେ କ'ଣ ହେବ କି? ଜମା ବି ହେବନି। ଚା' ଯେହେତୁ ମୋର ପ୍ରଧାନ ଜିନିଷ, ପୁଣି ମେଘୁଆ ପାଗକୁ ଚା' ଟିକେ ପିଇଦେଲେ ପୁରା ମାଇଣ୍ଡ ଫ୍ରେଶ୍, କାମ ପୁରା ଧୀରେ ସ୍ଥିରେ ହେବ। ଆଜି ଯେହେତୁ ସଣ୍ଡେରେ ତ ପୁଣି କିଛି ଫଣ୍ଡେ ହେବ ନା ନାହିଁ, ସେଥିପାଇଁ ପତିଦେବ ଯାଇକି ମାଛ ନେଇ ଆସିଲେଣି। ମାଛକୁ ଭାଜୁଛି, ଫୁଟିବ ବୋଲି ମୁଁ ତାକୁ ଘୋରେଇ ଦେଉଛି। ମୋତେ ପ୍ରବଳ ଡର, ମାନେ ଗ୍ୟାସ୍ ଏଠି ହେଲେ ମୁଁ ତା ହାତ ଦୂରେ ଟିକେ ଥିବି, କାଳେ ଫୁଟିବ କି। ଆଉ ମୋତେ ପ୍ରବଳ ହିଁ ଡର ମାଡ଼େ। ପଖାଳ, ମାଛ, ପିଆଜ, ଲୁଣ, କଞ୍ଚାଲଙ୍କା, ଇଏ ହେଉଛି ମାଛର ପିତ, ଇଏ ଛେଚା, ଇଏ ହେଉଛି ଆମର ଆଜିର ଖାଇବା। ସାଙ୍ଗମାନେ, ଯେହେତୁ ଆଜି ମାଛ ଅଛି, ଆଉ ମେଘୁଆ ପାଗକୁ ଟିକେ ରାଗୁଆ ତରକାରୀ ଟିକେ ଭଲ ଲାଗିବ ନା ନାହିଁ। ସେଥିପାଇଁ କି ଆଜି ବର୍ଷା ପାଗକୁ ଜିରା, ସୋରିଷ, ଶୁଖିଲା ଲଙ୍କା, ଅଦା, ରସୁଣ, ପିଆଜ, ତାକୁ ଟିକେ ଭଲସେ ବାଟି ଦେଇକି, ଫାଷ୍ଟ ତେଲ, ଫୁଟଣ, କଟା ପିଆଜ, ବିଲାତି ଟିକେ ପଚି ଯେମିତି ଆସିଲା, ତା ଦେହରେ ବଟା ହେଇଥିବା ମସଲା ପକାଇକି ତାକୁ ଟିକେ କଷୁଛି। ଆଉ ଯେମିତି ମସଲା କଷି ଆସିଲା, ଫାଷ୍ଟ ତାପରେ ଭାଜିକି ରଖିଥିବା ଆଳୁକୁ ପକାଇକି ତାକୁ କିଛି ସମୟ ପାଇଁ କଷିବେ। ଆଉ ବର୍ଷା ପାଗ ମାନେ ଟିକେ ରାଗୁଆ ତରକାରୀ ଭଲ ଲାଗିବ ନା ନାହିଁ, ପୁଣି ଆମ୍ବୁଲ ପଡ଼ିବ। ବିଶ୍ୱାସ କରିବେ ସାଙ୍ଗମାନେ, ତରକାରୀ ଯେ ବହୁତ ବଢ଼ିଆ ଲାଗୁଥିଲା। ମାନେ ସବୁଦିନ ଚାହିଁକି ଆଜି ହିଁ ତରକାରୀଟା ବହୁତ ବଢ଼ିଆ ହେଇଥିଲା। ମୋତେ ଟିକେ ସତ କଥା, ମାଛ ହେଲେ ମାନେ ଟିକେ ରାଗୁଆ, ଆମ୍ବୁଲ ପଡ଼ିକି ସୋରିଷ ବେସର ହେଲେ ମୋତେ ବହୁତ ବଢ଼ିଆ ଲାଗେ।
ଆଉ ସୋରିଷ ତ ବେଶୀ କଷିଲେ ପିତା, ମୋର ଯେତିକି ପରିଣାମରେ କଷିବା କଥା ମୁଁ କଷିଦେଲି। ତାପରେ ସ୍ୱାଦ ଅନୁସାରେ ଫାଷ୍ଟ ଲୁଣ ପକାଇ ଦେଇଥିଲି, କାହିଁକି ଯେହେତୁ ଆଳୁ ଭାଜିଥିଲି ଲୁଣ ପକାଇକି, ସେଥିପାଇଁକି ମୋର ଯେତିକି ଦରକାର ମୋ ସ୍ୱାଦ ଅନୁସାରେ ସବୁବେଳେ ଲୁଣ ଆଗ ପକାଇଦିଏ। ଫାଷ୍ଟ ତେଲ ଦିହରେ ଲୁଣଟା ଆଉ ଚିନି ଏଇଟା ମୋର ଆଗ ହିଁ ପଡ଼ିବ। ଆକୁ କିଛି ସମୟ ପାଇଁ କଷିବି। କଷାଇଲା ପରେ ପାଣି ଅଜାଡ଼ି ଦେବି, କାହିଁକିନା ବେଶୀ ସୋରିଷ ବେଶୀ କଷିଲେ ହିଁ ପିତା। ବିଶ୍ୱାସ କରିବନି, ମୋର ମୋ ପତିଦେବ ଭିତରେ ଫରକ। ସିଏ ହେଉଛନ୍ତି ବୋଧେ ପାକିସ୍ତାନ, ମୁଁ ବୋଧେ ହେଉଛି ଇଣ୍ଡିଆ। ମୋତେ ବେଶୀ ଦେଶୀ ଖାଦ୍ୟ ହିଁ ବେଶୀ ଭଲ ଲାଗେ। ତାଙ୍କୁ ଜମା ବି ଭଲ ଲାଗେନି ସୋରିଷ ବଟା। ତାଙ୍କ ମନ ହେଲେ ସେ ଖାଇବେ, ନହେଲେ ନାହିଁ। କିନ୍ତୁ ମୋତେ ପୁରା ଗାଁର, ଆମେ ହେଉଛି ଯେହେତୁ ଗାଉଁଲି ଝିଅ, ସେଥିପାଇଁକି ଆମକୁ ପସନ୍ଦ ଜିରା ସୋରିଷ ତରକାରୀ। କିଛି ଅଛନ୍ତି ପସନ୍ଦ କରନ୍ତିନି ଜିରା ସୋରିଷ, ଯେଉଁଠିକି ତାଙ୍କୁ ଗ୍ୟାସ୍ ହେଇଯାଏ। ପତିଦେବ ମୋର ଖାଆନ୍ତି, କଲେ ଖାଇବେ, ଆଉ ମନ ଯଦି ବିଗିଡ଼ି ଯାଇଥିବ ସଇଲା ପାଠ। ମୁଁ ସୋରିଷ ଦିଆ ତରକାରୀ ଖାଇବିନି, ମୋର ଗରମ ମସଲା। ମୁଁ କହି ତମେ ବୋଧେ ଆମ ଭିତରେ ଦୁଇ ଜଣଙ୍କ ଇଣ୍ଡିଆ ପାକିସ୍ତାନ। ମୁଁ ହୋଇଯାଉଛି ଗାଁର ଝିଅ, ଗାଉଁଲି ହେଇଯାଉଛି, ତମେ ଟାଉନର। ଆଉ ସେମିତି କିଛି ନାହିଁ। ପତିଦେବଙ୍କର ମୋର ଯେକୌଣସି ଯାହା ବି ହେଉ, ଖାଇବାରେ ଆମର ଦୁଇ ଜଣଙ୍କର ଜମା ବି ବାରଣ ନାହିଁ। ସିଏ ବାରନ୍ତିନି କି ମୁଁ ବି ବାରନ୍ତିନି। ଖାଇବାରେ ଆମର ଟୋଟାଲ କମ୍ପ୍ଲେନ୍ ନାହିଁ। ଯାହା ମିଳିବ ଯାହା ହେବ ଆମେ ଖାଇଦେବୁ। ଟିକେ ସିଏ ଯେହେତୁ ପୁଅ ପିଲା, ଟିକେ ମାଇଣ୍ଡ ଚେଞ୍ଜ ହେବ ନା ନାହିଁ, ଟିକେ କେତେବେଳେ ତାଙ୍କର ପାଣି ବିଗିଡ଼ିଯାଏ, ନହେଲେ ନାହିଁ। ପାଣି ଓଜାଡ଼ିକି ଏଠି ଘୋରେଇ ଦେଲି। ମାଛ ପକାଇଦେବା। ମୋର ଯେତିକି ପରିଣାମ ତରକାରୀ ଦରକାର, ମୁଁ ସେତିକି ମୋର ଫୁଟିଗଲାଣି। ଆଉ ପାଣି ବି ଯେତିକି ଦେଇଥିଲି ମରିକି, ମୋର ଯେତିକି ଦରକାର ମୁଁ ମୋର ସେତିକି ରଖିସାରିଲିଣି। ବେଶୀ ପାଣିଆ ନୁହଁ କି ବେଶୀ କାଠୁଆ ନୁହଁ, ମଧ୍ୟମରେ ମୁଁ ରଖିଛି, ଯେଉଁଠିକି ଆମକୁ ଖାଇବାକୁ ସୁବିଧା ହେବ। ଭାତରେ ଖାଇବୁ ନା। ତାପରେ ମୁଁ ଯେହେତୁ ଆମ୍ବୁଲ ପକାଇଛି, ଆମ୍ବୁଲଟା ଟିକେ ମୁଁ ଝୋଳ ଟିକେ ଖାଇବି ନା, ସେଥିପାଇଁକି। ଆଉ ଆଜି କାହିଁ ବହୁତ ମନ ହେଲା, ମୁଁ କହିଲି ଅରୁଆ ଭାତ ଖାଇବା ପାଇଁକି, ସେଥିପାଇଁ ଅରୁଆ ଭାତ ବି ବସାଇ ଦେଇଛି। ଏପଟେ ତରକାରୀ ମାଛ ପକାଇ ଦେଇକି, ଆମ୍ବୁଲ ପକାଇ ଦେଇକି ତାକୁ କିଛି ସମୟ ପାଇଁ ଢାଙ୍କି ଦେବି। ସେ ଆଉ ଟିକେ ମାଛ ସିଝିବ। ଆଳୁ ଭାଜି ଦେଇଥିଲି ପୁରା ନାଲି କରିକି, ଯେଉଁଠିକି ସେ ସିଝି ବି ଯାଇଥିଲା, ଆଉ ଜଷ୍ଟ ଟିକେ ସିଝିବ, ସେଥିପାଇଁକି ଆମେ ଘୋରେଇ ଦେବା। ଏଠି ଭାତ ବି ବସାଇଛି, ପାଣି ଅରୁଆ ଚାଉଳ ପକାଇବି। ସାଙ୍ଗମାନେ, ଦିନ ଭରି ଦୁଃଖ ଆଉ ସୁଖରେ କଟିଗଲା। ଆଜି କାହିଁ ବହୁତ ଇଚ୍ଛା ହେଲା। ଦେଖନ୍ତୁ, ଅନଲାଇନ୍ରେ ଏଇ ଡ୍ରେସ୍ଟା ମଗାଇଛି। କେମିତି ହେଇଛି କମେଣ୍ଟ ମାଧ୍ୟମରେ କହିବେ। ଟିକେ ଭାବିଲି, ବୁଲିବାକୁ ଟିକେ ବାହାର ପଡ଼ିଲି। ସନ୍ଧ୍ୟାବେଳେ ଆଜି ଟିକେ ଭାରି ମନ ହେଇଛି ବୁଲିବାକୁ ଯିବା।